ଆଉ ମେଘଦୂତ ଏଇ ଯୋଉ ରାଜାଙ୍କର ନାଁ ଦେଖିବ ସେଇଥିରେ ଉଦୟନ ଲେଖା ହେଇଛି। ମାଛ କାହାଣୀ ତ ଯିଏ ରହିଲେ ଏଠି ଉଦୟନ ପଳେଇ ଆସେ। ଉଦୟନ ଆରେ ଯେମିତି ଉଦୟନ ଅଜାତ ଶତ୍ରୁର ପୁଅ। କାଳିଦାସ ଆଁ? କାଳିଦାସ କଣ କଣ ଲେଖିଥିଲେ ସେଇଟା ଖାଲି ମନେ। ଅଭିଜ୍ଞାନ ଶକୁନ୍ତଳମ୍। ଅଭିଜ୍ଞାନ ମିତ୍ରମ୍। କାରିଣୀ ମିତ୍ରମ୍। ବିକ୍ରମ ବର୍ଷିୟମ୍। ବର୍ଷିୟମ୍ ତାଙ୍କର ପ୍ଲେ ଆମର ଯାଉଛି କଣ ନର୍ମାଲ ପୋଏମ ହିସାବରେ ହେଲା। ଆଉ ଯୋଉଟା ରହିଲା ମେଘଦୂତ ମଧ୍ୟ ରହିଲା। ଏସବୁ ହଉଛି ତାଙ୍କର ରୋମାଣ୍ଟିକ। ତାପରେ ରହିଲା ତାଙ୍କର ପ୍ଲେ ବା ନାଟକ ହିସାବରେ ଯାଉଛି ରଘୁବଂଶ। ସୂର୍ୟବଂଶମ କେମିତି ଶୁଣିଥିଲେ ଏଟା ବି ରଘୁବଂଶ ହେଲା। ହଁ ବଂଶ। ତାପରେ ରହିଲେ କୁମାର ସମ୍ଭବମ୍। ହେଲା ଇଏ କୋଉ ଟାଇମ ର ଥିଲେ ତ ପିରିୟଡ ରଘୁବଂଶମ। ରଘୁବଂଶମ। ଆଉ କଣ ରହିଛି ଦଶ କୁମାର ଚରିତ। ତ ଇସଲାମକୁ ଆସିବା ପୁଣି ଇସଲାମ ମାନଙ୍କର ନା ତୁଜୁ ଉଲ ମାସିଦ ତୱାକତ କି ସରିଲେ ହଉ ଏଇଟା ଜଲ୍ଦି ସାର। ଏଇଟା ସରିବ ଯେବେ ଆମର ତ ଆଜି ପ୍ରାୟତଃ ସରିଯିବ ମୁଁ ଫଟୋ ପଠେଇ ଦେବି। ନେକ୍ସଟ କ୍ଲାସ କୁ ଛୋଟ ଗୋଟେ ଟେଷ୍ଟ ନେବି 20 ମାର୍କ ଖାଲି ସର୍ଟ କ୍ୱେଶ୍ଚନ ଏବେ ନୁହେଁ। ଏମସିକ୍ୟୁ ମୁଁ ଦେଇପାରିବି ଅପସନ ନା ମତେ କଷ୍ଟ ହବ। ଏମସିକ୍ୟୁ ନାହିଁ ଫିଲ ଇନ ଦ ବ୍ଲାଙ୍କ୍ସ ରହିବ ତମର ମେନ୍ ତ ଆସିବ ଫିଲ ଇନ ଦ ବ୍ଲାଙ୍କ୍ସ। ଏମସିକ୍ୟୁ ତ ତମେ ଯାହା ହେଲେ ଢବ ପଡେଇବ। ଏମସିକ୍ୟୁ ରହୁଛି 10ଟା। ଆଉ ସବୁ ସେ ଫିଲ ଇନ ଦ ବ୍ଲାଙ୍କ୍ସ ରହିବ 1 ମାର୍କିଆ ରହିବ ଲେଖିବ ଯାଇକି ବସିକି ହେଲା। ହଉ ତାପରେ ରହିଲା ଦଶ କୁମାର ଚରିତ। ଦଶ କୁମାର ଚରିତ କିଏ ଲେଖିଥିଲେ କୁମାରଙ୍କ ବିଷୟରେ ଲେଖିଥିଲେ। କୁମାର କିଏ କୁମାର କହିଲେ କାହାକୁ ହଁ ହଁ। ତାପରେ ଆଉ ଜଣେ ଅଥରଙ୍କ ନାଁ ତମେ ଜାଣିଛ ନର୍ମାଲି ପଞ୍ଚତନ୍ତ୍ର। ପଞ୍ଚତନ୍ତ୍ର କାହାଣୀ ଛୋଟବେଳେ ବହୁତ ଶୁଣିଛ ବିଶ୍ୱକର୍ମା ବିଷ୍ଣୁ ପଞ୍ଚତନ୍ତ୍ର ବିଷ୍ଣୁ ଗୁପ୍ତ। ହଁ ରଘୁବଂଶମ ଟା କଣ ଥିଲା କି ରଘୁବଂଶମ ମାନେ ପ୍ଲେ ମାନେ ତମେ କଣ ବୁଝୁଛ। ନର୍ମାଲି କିଛି ପିଲା ରହିବେ ତାଙ୍କୁ କୁହାଯିବ ସେ ରୋଲ ଟା ପ୍ଲେ କରିବେ ସେ ରୋଲ ଟା ପ୍ଲେ କରିବେ ସେଇଟା ହିଁ ନେଇକି ଗୋଟେ ଷ୍ଟେଜ ଉପରେ
ଡ୍ରାମା ଯୋଉଟା କି ତମେ କହିବ। ଯଦି ଗୋଟେ poet ଯଦି romantic ନ ରହିବ ତାହେଲେ ସେ କବିତା ଲେଖିପାରିବ। ଏଟା ଦୁଃଖିଆ ଭାବ। ପୃଚ୍ଛ କଟିକ ସବୁ ଜିନିଷର ଗୋଟେ ଜିନିଷ ଲେଖିବାକୁ ଗଲେ ତମ ସହ ଘଟିଥିବା ଯୋଉ ଜିନିଷଟା ତମ ମନକୁ ଆଘାତ ଦିଏ ସେଇ ଜିନିଷଟା ତମେ ଲେଖିପାରିବ। ନର୍ମାଲ ତମ ମାନଙ୍କ ଭିତରେ ବି କାହାର ଇଚ୍ଛା ଥିବ କି କବିତା ଲେଖୁଥିବ ହେଲା ନର୍ମାଲ, ହଁ ସେଟା ଠିକ ଅଛି ସେଥିରେ କିଛି ନାହିଁ ହେଲା, ସେଟା କିଛି ନାହିଁ ତ ସେଇ ଜିନିଷଟା ତୋତେ ଫିଲ୍ ହଉଛି ତୁ ସେଇଟା ଲେଖିଛୁ ଏମିତି ହେଲା। ପୃଚ୍ଛ କଟିକ ଲେଖିବାର ଶୁଦ୍ର ଲେଖିଛନ୍ତି ଶୁଦ୍ର। ଏଇଟା ଥିଲା ଗୋଟେ ହିଷ୍ଟୋରିକାଲ ପ୍ଲେ, ମାନେ ଇତିହାସ ନେଇକି ଗୋଟେ ଏଇଟା ହେଇଥିଲା ଗୋଟେ ନାଟକଟା ହେଇଥିଲା। ଯେମିତି ଆମର ଓଡିଶାର ପ୍ରଥମ ହିଷ୍ଟ୍ରି ଲେଖିଥିବା ବ୍ୟକ୍ତି କିଏ? ଓଡିଶାର ପ୍ରଥମ ଇତିହାସ ଲେଖିଥିବା ବ୍ୟକ୍ତି କିଏ? ତାଙ୍କ ନାଁରେ ଏଠି ଗୋଟେ ସ୍କୁଲ ଟେ ବି ଅଛି। ଦିଥର ଚେଞ୍ଜ ହେଇଛି ସ୍କୁଲର ହେଲା, ତାଙ୍କୁ ସ୍କୁଲରୁ ବାହାର କରିଦେଇଛି ଯେହେତୁ ସେ ଜଣେ ବ୍ରିଟିଶରଙ୍କ ଥିଲା ଲେଖାଟେ ଲେଖିଥିଲେ। ତ ପରବର୍ତ୍ତୀ ଟାଇମରେ ସେ ଗୋଟେ ନିଜର ସ୍କୁଲ ଟେ ତିଆରି କରିଥିଲେ କଟକର ପିଲା ହେଲା। ତାଙ୍କ ସ୍କୁଲରେ ସେ ସ୍କୁଲରେ ଟୋଟାଲ 30 ନା 31 ଏଜରେ ତାଙ୍କର କଣ ହେଇଗଲା ଚାଲିଗଲେ। ଗୋପବନ୍ଧୁ ବହୁତ ବର୍ଷ ବଞ୍ଚିଥିଲେ। ଗୋପବନ୍ଧୁ ଦାସ ରହିଲେ, ସିଏ ମରିଗଲେ 1929ରେ। ତାଙ୍କ ପରେ 1929 ପରେ 1930 ଗୋପବନ୍ଧୁ ଚୌଧୁରୀ ସବୁ ତ ମୁଁ ସେ କଥାକୁ ଯାଉନି, ମୁଁ କହୁଛି କୋଉ ବ୍ୟକ୍ତି ତାକୁ ଓଡିଶାର ଫାଷ୍ଟ ହିଷ୍ଟ୍ରି ଲେଖେ ମୋହନ ଆଚାର୍ଯ୍ୟ। ହୁଁ, ଏସବୁ ମନେ ରଖିବାକୁ ପଡିବ। କେତେବେଳେ ବି କିଏ ତମେ ବାଲିଯାତ୍ରା ବୁଲିଥିବ ପଚାରିଦବ ବୈଶାଖୀ ମେଳା ବୁଲୁଥିବ କିଏ ପଚାରିଦବ କାହିଁକି ବୈଶାଖୀ ମେଳା ହଉଛି, ବୈଶାଖ ମାସ ଆସୁଛି ବୋଲି ଆଉ କଣ। ହଁ ନା ଇଂଲିଶରେ ସମସ୍ତଙ୍କୁ ମାସ ଆସିବ ଜାନୁଆରୀ ଫେବୃଆରୀ ଓଡିଆରେ ସରିଗଲା। ନର୍ମାଲ ଗୋଟେ ରହିଲା ସାଉଥ ରେ ସେ ଟାଇମରେ ଆମର ସଙ୍ଗମ ଲିଟରେଚର ଚାଲେ। ସଙ୍ଗମର ଅର୍ଥ କଣ? ସଙ୍ଗମର ଅର୍ଥ ହଉଛି ମିଳିତ ଭାବରେ ବସିକି ତାଙ୍କର କଣ କରୁଥିଲେ ଧର୍ମ ବିଷୟରେ ଚର୍ଚ୍ଚା। 60+ ଯୋଉ ଆମର ଅଜା ମାନେ ଅଛନ୍ତି ହେଲା, ଗୋଟେ ଜାଗାରେ ସମସ୍ତେ ଚା ଦୋକାନରେ ବସିବ ପଲିଟିକ୍ସ ଉପରେ ତାଙ୍କର କଥା ହେଲା, ଘର ପଲିଟିକ୍ସ ଉପରେ କଥା ଚାଲିଥିବ ହେଲା। ତ ସେଇମାନଙ୍କର ଯେମିତି ରହିଲା ସେଟା ହଉଛି ଗୋଟେ ସଙ୍ଗମ। ସେମିତି ସଙ୍ଗମ ଲିଟରେଚର ଚାଲିଥିଲା ସାଉଥରେ, ସଙ୍ଗମ ଲିଟରେଚର ହେଲା ବା ସାହିତ୍ୟ। ସଙ୍ଗମ ସାହିତ୍ୟ ଏଟା କାହାର ନା ଚୋଳ ଚେର ପାଣ୍ଡ୍ୟ ହେଲା। ହଁ, ସଙ୍ଗମ ସାହିତ୍ୟ ହିଁ ସାଉଥରେ ହିଁ ହେଇଥିଲା। ଚୋଳ ଚେର ପାଣ୍ଡ୍ୟ ସବୁଠୁ ପାୱାରଫୁଲ କିଏ ଥିଲା ଆଙ୍କ ଭିତରୁ? ସରିଗଲା ଏଠି, ହଁ ସେଇ ଛୋଲେ। ଆରେ ଏବେ ତ ଇସଲାମ ଅଛି। ନ ଲେଖିକି କଣ ଆସିବ?
ନା 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 ହିଷ୍ଟ୍ରି ର ଫାଷ୍ଟ ତମେ ଲେଖିବ କିନ୍ତୁ ସେଇଠି ସେ ଓରାଙ୍ଗୋଟାଙ୍ଗ ଜୀବନ ଏମାନଙ୍କର ନାଁ ଅଛି ବା ତମ ଅଷ୍ଟ୍ରାଲ ଇଜି ଅଛି ହେଲା ୟୁଏନ ଟା ବି ରହୁଛି ମୁଁ ପଠେଇଦେବି ହେଲା तुमको इस्लाम रो ताजुल मासी तबाकाती नासिरी फाजल उल कुतुब तारिकी फिरोजतानी बाबर नामा तो इजी होती है हुमायूं नामा भी इजी होती है तारिकी शेरशाही तारिकी दो तापर में रहला अकबर नामा तुजुक की जहांगीरी बादशाह नामा आलमगीर नामा ଏଇ ଜାଗାରେ ତେଣୁ ପଛ ପଟେ ଦେବି ଏଇ ଜାଗାରେ କିଛି ଯୋଉମାନେ ଲେଖିଛନ୍ତି ଆମେ ଯୋଉମାନଙ୍କର ହିଷ୍ଟ୍ରି ଆମେ ପଢୁଛେ ସେମାନେ ଆକୁରେଟ କଣ ସବୁ ଠିକ ହିଷ୍ଟ୍ରିରେ ଯେତେ ପର୍ଯ୍ୟନ୍ତ ପ୍ରୁଫ ନ ମିଳିଛି ସେତେ ପର୍ଯ୍ୟନ୍ତ କୌଣସି ଜିନିଷକୁ ସତ ବୋଲି ମାନିବା ନାହିଁ କେହି କେହି ବହୁତ ଜିନିଷ ହଁ ଠିକ ଅଛି ଏଇ ଜାଗାରେ ଯଦି କୁହାଯିବ ଯେ ସେ ଯାଜପୁରରୁ ଆସିବ ସେ ପବନରେ ଉଡୁଛି ହେଲା ହଁ ନା ନାଇଁ ଏ, ସତ କଥା କି ଏଟା ସେ ବଢେଇକି କହିଛି ନା ନାଇଁ ଖାଲିଟାରେ ଯାଜପୁରର ନାଁ କଣ ଦିଆ ହେଇଛି ଏ କଣ କଥା ପବନ ବୋଲି କୁହା ହେଲା ମୁଁ ବି ଫେସ୍ କରେ ସେଇ ଜିନିଷ ସେଥିପାଇଁ ଆଉ କଣ କହିବି ଶୁଣ ତାହେଲେ ଯେକୌଣସି ଜାଗାରେ ଏଇନା ଯଦି ତମକୁ କୁହାଯିବ ଯେ ତମ 10 ମହଲାରୁ ଡେଇଁଲ ଯେହେତୁ ତମେ ପାପା କି ପରି ତମେ ଉଡି ଉଡି ତଳେ ପଡିବ ଏଇ ଜିନିଷଟା ସତ ବୋଲି ମୁଁ ମାନିବି କି କେମିତି ସେମାନେ ପାଣିରେ ପହଁରୁଥିଲେ ପାଣିର ମାଙ୍କର ମଗରମାଛ ବୋଲି ତାଙ୍କୁ କିଛି ହେଲା ସେଟା ତ କିଛି ନୁହେଁ ତ ଯୋଉ ଜିନିଷରେ ବିଶ୍ୱାସ କରିବା କଥା ନୁହେଁ ସେ ଜିନିଷ ଉଡିବୁ ଦେଖ ତାଙ୍କର ସବୁ କିଛି ଲେଖିଛନ୍ତି ସେମାନେ ଗୋଟେ କାହାଣୀ ହିସାବରେ ଧର ଗୋଟେ ଜାଗାରେ ମୁଁ ଷ୍ଟ୍ରବେରୀ ରାଜା ଏବେ କଣ କରିବେ ମୁଁ ଜାଣିନି କିଏ ଦେଖିବାକୁ ଯାଉଛି ରାଜା ଶୋଇଥିଲେ ସେତେବେଳେ ରାଜା ଇନ୍ଦ୍ରବର୍ମା ଯେତେବେଳେ ଆସିଥିଲେ କିଏ ଆମର ରହ ଆରେ ହଁ ମୁଁ ତାରି କଥା କହୁଛି ସେ ଆରେ କିରମାଡା କିରମାଡା ଯେତେବେଳେ ଆସିଥିଲା ତ ସେତେବେଳେ ଇନ୍ଦ୍ରବର୍ମା ମାନେ କଣ ଏ ସେ ରାଜାର ନା ଇନ୍ଦ୍ରବର୍ମା ସେତେବେଳେ କୋଉଠି ସେଠି ଦେଖେଇନି ସେଠି ଖାଲି ଛୋଟ ବିଷୟରେ ଦେଖେଇଛି ବୁଝିପାରିଲ ନା ନାଇଁ ତାହେଲେ ସେଠି କାହାଣୀ ତାକୁ ଦେଖ ଏମାନେ ଲେଖିଛନ୍ତି ଗୋଟେ ମନ ଗଢା କାହାଣୀକୁ ଲେଖିଛନ୍ତି ସାଧାରଣତଃ କିଏ ଅର୍ଥ ଚରିତରେ କିଏ ଅର୍ଥଟା କିଏ ଲେଖିଛନ୍ତି ହଁ କିଏ ଲେଖିଛନ୍ତି ବାଣ ବାଣଭଟ୍ଟ ସେ ଭୁଲଭାଲ ଲେଖିଛି ହର୍ଷବର୍ଦ୍ଧନଙ୍କୁ ଏତେ ସେ କାମ କରିନି ଏତେ ତ ତାକୁ ଟେକି ନେଇଛନ୍ତି ତାପରେ ରହିଲା ବିକ୍ରମାଦିତ୍ୟ ଦେବଚରିତ କିଏ ଲେଖିଛନ୍ତି ପିଲ୍ଲଣ ବିକ୍ରମାଦିତ୍ୟଙ୍କ ବିଷୟରେ ଏତେ କାହିଁକି ମାନେ ଆମର ରହିଲା ବାତାପି ଗୋଟେ ଛୋଟିଆ ରାଜ୍ୟଟେ ଥିଲା ସେଠି ପାୱାରଫୁଲ ରୁଲର ଆସିଲା କୁଆଡୁ ତା ବିଷୟରେ ସେମାନେ ବଢେଇକି ଲେଖିଥିଲେ ଗଲା ତାପରେ ରହିଲା କୁମାରପାଳଙ୍କ ବିଷୟରେ ଲେଖା ହେଲା ଫରେନ ଟ୍ରାଭେଲର ଭିତରେ ମଧ୍ୟ ଲେଖିଥିଲେ ଆମର ଫରେନ ଟ୍ରାଭେଲର ମେଗାସ୍ଥେନିସ୍ ସେ ଲେଖିଛନ୍ତି ଯେ ମୌର୍ଯ୍ୟ ଟାଇମରେ 7ଟା କାଷ୍ଟ କାଟି ଜିନିଷ ସେତେବେଳେ ନଥିଲା ଚାରିଟି କାଷ୍ଟ ଥିଲା ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ସରିଗଲା ଚାଣକ୍ୟ ହେଲା ଚାଣକ୍ୟର ଜାତି ପ୍ରଥା ଲେଖା ହେଇଛି 7ଟା ବୋଲି ସେମ୍ ଲେଖିଛନ୍ତି ସେମ୍ ଲେଖା ହେଇଛି କଣ ଆଡମିନିଷ୍ଟ୍ରେସନ ଲେଖା ହେଇଛି ସୋସାଇଟି ଲେଖା ହେଇଛି ରାଜାଙ୍କର କାର୍ଯ୍ୟ ଗୁଡିଏ ଲେଖା ହେଇଛି ପନିଶମେଣ୍ଟ ଲେଖା ହେଇଛି କିନ୍ତୁ ଜାତି ବିଷୟରେ ଚାଣକ୍ୟ ଲେଖିଛି 4ଟି ଜାତି ବିଷୟରେ କୁହା ମୁଁ ତମକୁ
ଲୋକଙ୍କୁ ସିଏ କଣ କଲା ମାନେ ମାନେ କଣ କଲା ମାରିଦେଲା। 1.5 ଲକ୍ଷ ଲୋକ ସିଏ କଣ ପ୍ରିଜନର ହିସାବରେ ରଖିଲା, ବନ୍ଦୀ କରିଦେଲା। ଆସିଲେ କୁଆଡୁ 1.5 ଲକ୍ଷ ଲୋକ। ରାଜନୀତିରେ ଲେଖା ହେଇଛି ସେ ନର୍ମାଲି କହିଲେ ଗୋଟେ କେଉଟର ଝିଅ, କେଉଟର ଝିଅ ମାନେ ଆମର କଣ ଯୋଉ ବିଶ୍ୱକର୍ମାର ତାର ଯୋଉ ଝିଅ ରହିଲା ତାକୁ ପାଇବା ପାଇଁ ସେ କଳିଙ୍ଗ ଆଟାକ କଲେ। ତାର କାମ ଦାମ ନାହିଁ। ଆଉ ଗୋଟେ ଜାଗାରେ କୁହାଯାଇଛି ସେ ଏରିଆକୁ ଇଏ କରିବା ପାଇଁ। ଆଉ ଗୋଟେ ଇଏ ରହିଲା ଗୋଟେ ପାୱାରଫୁଲ ମଗଧ, ମଗଧ ମାନେ ବିହାର ପର୍ଯ୍ୟନ୍ତ ରହିଲା। ବିହାର ପରେ ଗୋଟେ ଯୋଉଟା କି ରାଜାଙ୍କ ଅଣ୍ଡରରେ ନ ରହିକି ଗୋଟେ ଫ୍ରିଡମ ହେଇକି ରହିବ ଓଡିଶା, ତାକୁ ହଜମ ହେଲା। ସେଥିପାଇଁ ସେ ଆଟାକ କରିଦେଲା। ଏଟା ଠିକ ଅଛି, ତାକୁ ଦରକାର ସିଟ୍ ଦରକାର। ସିଟ୍ ହେଲେ ତାକୁ କଳିଙ୍ଗ ଆଟାକ ଯଦି କରିବ ତାହେଲେ ତାକୁ ବିରୋଧ, ତାହେଲେ ଠିକ ଅଛି। କାରୁବାକି ଆସିଲେ, କାରୁବାକି ପାଇବା ପାଇଁ 1.5 ଲକ୍ଷ ଲୋକ କିଛି ଆସିଲେ ମାଡଗୋଳ କରିବା ପାଇଁ। ତେଣୁ କୁହାଯାଇଛି ଯେ କାରୁବାକିକୁ ଓଡିଶାର ରାଜା ମାନେ ଯିଏ ଥିଲେ ସେ ଟାଇମରେ ସିଏ ତାକୁ ବିବାହ କରିଥାନ୍ତେ, କିନ୍ତୁ ଯେହେତୁ ଇଏ ତାଙ୍କୁ ପସନ୍ଦ କରିଥିଲେ ସେ ବିବାହ କରିବେ ବୋଲି ହବ ଏକାଥରକେ 3 ଲକ୍ଷ ଧରି ଚାଲ। କିଏ କୁଆଡୁ ଆସିଲେ ସେତେବେଳେ 261 BC ରେ କୁଆଡୁ ଆସିଲେ ଲୋକ। ଏଠି ଆଉ ଗୋଟେ ଜାଗାରେ ମେନସନ କରାଯାଇଛି ଯେ ଅଶୋକ ତାଙ୍କର 99 ଭାଇକୁ ମାରି ଦେଇଥିଲେ। କାଇଁ ଅଶୋକର 99 ଭାଇ କୁଆଡୁ ଆସିଲେ? ଆରେ ହିଷ୍ଟ୍ରି ବହୁତ ଜାଗାରେ ଆମକୁ କଣ ଦିଏ, କିନ୍ତୁ ସେଗୁଡାକୁ ବିଶ୍ୱାସ ନ କରିକି ଏଇ ସବୁ ଜିନିଷକୁ ବିଶ୍ୱାସ ନ କରିକି ଆଗେଇ ଯାଅ। 2 ଜଣ ଭାଇ ଥିଲେ।